ମୁଁ ପାଖାପାଖି 1.5 ବର୍ଷ ହେଲାଣି କେଙ୍ଗନ୍ ୟୁଜ୍ କରୁଛି। ମୋର ଫ୍ୟାମିଲିରେ ବହୁତ ଗୁଡେ ଇସ୍ୟୁ ଥିଲା, ଯେମିତିକି ସିଭିୟର ଗ୍ୟାଷ୍ଟ୍ରିକ୍ ପ୍ରଥମ ଥିଲା ମୋର ମିସେସ୍ କୁ, ମତେ, ମୋ ବାବାଙ୍କୁ। ତାପରେ ସେ କେଙ୍ଗନ୍ ମେସିନ୍ ପାଣି ୟୁଜ୍ କରିବାଠୁ ଏସବୁ ପ୍ରୋବ୍ଲେମ ଦୂର ହେଇଛି। ପାଖାପାଖି ମାସେ ଭିତରେ ଏସବୁ ମାନେ ଗ୍ୟାଷ୍ଟ୍ରିକ୍ ଟା ମେନଲି ଦୂର ହେଇଛି। ତା ସହିତ ମୋର ପାଇଲ୍ସ ଥିଲା ମୋ ମିସେସଙ୍କର, ସେଇଟା ବି ତାଙ୍କର ଧୀରେ ଧୀରେ ଦୂର ହେଇଯାଇଛି ମାସେ ଭିତରେ। ତାପରେ ମୋ ବାବାଙ୍କର ଚଲାବୁଲାରେ ଟିକେ ଅସୁବିଧା ହଉଥିଲା, ମାନେ କଣ ଟିକେ ଚାଲିଲା ମାନେ ସେ ହାଲିଆ ହେଇଯାଉଥିଲେ, ଥକାପଟ ବୋଧ କରୁଥିଲେ। ସେଇ ଜିନିଷଟା ଏଇ ପାଣି ପିଇବାଠୁ ଧୀରେ ଧୀରେ ସେଇଟା ବି ଦୂର ହେଇଛି। ଆଉ ତାଙ୍କର ମେନଲି ଥିଲା ତାଙ୍କର ଏକ୍ଜିମା ହେଇକି ଦିଟା ଗୋଡରୁ ସିଭିୟର ପାଣି ବହୁଥିଲା। ଯେତେବେଳେ ମୁଁ ଡକ୍ଟର ପାଖକୁ ଦେଖେଇଲି, ଡକ୍ଟର ସହିତ କନସଲ୍ଟ କଲା ପରେ ସେ ମେଡିସିନ ଦେଲେ। ତା ସହିତ ଏଇ ପାଣି 2.5 pH ର ପାଣିଟାକୁ ତାକୁ ସ୍ପ୍ରେ କରାହେଲା, 6 pH ର ପାଣିରେ ତାଙ୍କୁ ପୋଛା ପୋଛି କରାହେଲା, ପ୍ଲସ୍ 9.5 ଟା ତାଙ୍କୁ ରେଗୁଲାରଲି ପିଇବାକୁ ଦିଆହେଲା। ଏଇଥିରୁ ପାଖାପାଖି ମାସେ ଭିତରେ ସେ ସେଥିରୁ ପୁରାପୁରି ରିଲାକ୍ସ ଅଛନ୍ତି। ବର୍ତ୍ତମାନ ତାଙ୍କର ଏକ୍ଜିମା ବୋଲିବାର କିଛି ନାହିଁ ଆଉ। କେବଳ ସ୍କିନ୍ ର ଯୋଉ ମାନେ ମେଡିସିନ ୟୁଜ କଲା ପରେ ଯୋଉ ପୋଡା ଭଳିଆ ଯୋଉ ସ୍କିନ୍ ଟା ଥାଏ, ସେଇଟା ଧୀରେ ଧୀରେ ବର୍ତ୍ତମାନ ରିକଭର ହେଇ ଅରିଜିନାଲ ସ୍କିନ୍ କୁ ଆସୁଛି। ଏଇ ଥିଲା ମୋର କେଙ୍ଗେନ ର ଏକ୍ସପିରିଏନ୍ସ। ମୁଁ ଚାହିଁବି ସମସ୍ତେ କେମିତି ଏଇ ଜିନିଷଟାକୁ ୟୁଜ କରିକିରି ଆଜିଠୁ ହିଁ ନିଜ ପରିବାରକୁ, ନିଜକୁ ପ୍ରଥମେ ସୁସ୍ଥ କରନ୍ତୁ। ଡେରି ନ କରିକିରି ନିଜ ଫ୍ୟାମିଲିକୁ ପ୍ରଥମେ, ନିଜକୁ ପ୍ରଥମେ ପ୍ଲସ୍ ନିଜ ଫ୍ୟାମିଲିକୁ ଯଦି ଆମେ ସୁରକ୍ଷିତ କରିପାରିବା, ତାପରେ ପରେ ଆମର ସାଇ